ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଆପଣମାନେ ସିଏମ୍ କିଷାନରେ ଯେଉଁମାନେ ଭୂମିହୀନ ଚାଷୀ ଅଛନ୍ତି ତ ସେମାନେ କେମିତି ନିଜ ମୋବାଇଲରେ ଆପଣମାନେ ନିଜର ସ୍ୱୟଂ କିଷାନ ଆପ୍ଲାଏ କରିପାରିବେ, ଯେଉଁଟାକି ଭୂମିହୀନ କେବଳ ଚାଷୀମାନଙ୍କୁ କାହାକୁ ମିଳିନଥିବ ଜଣେ ଭୂମିହୀନ ଚାଷୀ ଅଛନ୍ତି ତ ସେଇମାନେ କେବଳ ମୋବାଇଲ ଦ୍ୱାରା କେମିତି ଆପ୍ଲାଏ କରିପାରିବେ ତ ତାହା ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣାଇବା ପାଇଁ ଯାଉଛି। ତା ପୂର୍ବରୁ ଯଦି ଆପଣମାନେ ଭିଡ଼ିଓରେ ନୂଆ ଅଛନ୍ତି ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁ ନାହିଁ। ଦର୍ଶକ ବନ୍ଧୁ, ଆପଣ ସମସ୍ତେ ଜାଣିଛନ୍ତି ଯେ ଆପଣମାନଙ୍କର ସିଏମ୍ କିଷାନ ପୋର୍ଟାଲ ଏବେ 6 ତାରିଖରୁ ଆପଣମାନଙ୍କର ଖୋଲି ଯାଇଛି। ତ ଏଇ 6 ତାରିଖରୁ ଆପଣଙ୍କର ଖୋଲି ଯାଇଛି। ବର୍ତ୍ତମାନ ତାର ଆପ୍ଲାଏ କରୁଛନ୍ତି କି ଆପଣମାନଙ୍କର ଯେଉଁମାନେ ଭୂମିହୀନ ଚାଷୀ ହଉ କିମ୍ବା ଆପଣଙ୍କର ଯେଉଁ କ୍ଷୁଦ୍ର ଚାଷୀ ଅଛନ୍ତି ସେମାନେ ଯାହା ବି କିଛି ଅଛନ୍ତି ତ ସେମାନେ ଏବେ ଆପ୍ଲାଏ କରୁଛନ୍ତି କି ସିଏମ୍ କିଷାନରେ ଟଙ୍କା ପାଇବା ପାଇଁ। କିନ୍ତୁ ଭୂମିହୀନ ଚାଷୀମାନେ କେମିତି ଭାବରେ ଆପ୍ଲାଏ କରିପାରିବେ ନିଜ ମୋବାଇଲ ମାଧ୍ୟମରେ ତ ତାହା ମୁଁ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଜଣାଇବା ପାଇଁ ଯାଉଛି। ମନେ ରଖିଥାନ୍ତୁ ଯେଉଁମାନେ ଭୂମିହୀନ ଚାଷୀ ଅଛନ୍ତି ତ ସେମାନେ ବିନା ଜବ୍ କାର୍ଡରେ ଆପଣମାନେ ମାନେ ଭୂମିହୀନ ଚାଷୀମାନେ ଅଛନ୍ତି ବିନା ଜବ୍ କାର୍ଡରେ ଆପଣମାନେ ଆପ୍ଲାଏ କରିପାରିବେ ନାହିଁ। ଆପଣଙ୍କୁ ଜବ୍ କାର୍ଡଟା ନିହାତି ଭାବରେ ଦରକାର ଅଛି। ଯଦି ଆପଣଙ୍କ ପାଖରେ ଜବ୍ କାର୍ଡ ନାହିଁ ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ ନାହିଁ। ତ କେମିତି ଭାବେ ଆପ୍ଲାଏ କରିବେ ଦେଖନ୍ତୁ ପ୍ରଥମେ ଆପଣ ଯେକୌଣସି ବ୍ରାଉଜରକୁ ପଳେଇବେ ଏବଂ ସେଠି ଯାଇକି ଆପଣମାନେ ସିଏମ୍ କିଷାନ ବୋଲି ସର୍ଚ୍ଚ କରିଦେବେ। ତ ସିଏମ୍ କିଷାନ ସର୍ଚ୍ଚ କରିସାରିଲା ପରେ ଆପଣଙ୍କର ପ୍ରଥମ ୱେବସାଇଟ୍ ଅଛି ସିଏମ୍ କିଷାନ ଡିପାର୍ଟମେଣ୍ଟ ଅଫ୍ ଏଗ୍ରିକଲଚର ବୋଲି, ତ ସେଇଟା ଆପଣ କ୍ଲିକ୍ କରିଦେବେ। ତ କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଠି ଲେଖା ହେଇଛି ଆପଣଙ୍କର କି ଚାଷୀ ପଞ୍ଜୀକରଣ, ଠିକ୍ ଅଛି। ତ ଚାଷୀ ପଞ୍ଜୀକରଣ ଆପଣ ଯଦି କ୍ଲିକ୍ କରୁଛନ୍ତି, କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଇଟା ଆପଣଙ୍କର ଇନଷ୍ଟ୍ରକ୍ସନ ଆପଣଙ୍କୁ ଦେଇଛି କି ନୂଆ ଫାର୍ମର ରେଜିଷ୍ଟ୍ରେସନ କରିବା ପାଇଁ ଆପଣଙ୍କ କ'ଣ କ'ଣ ଜିନିଷ ଆପଣଙ୍କର ଆବଶ୍ୟକ। ଦେଖନ୍ତୁ ପ୍ରଥମେ ସେ ଲେଖିଛି ଏଇଠି कि ई-केवाईसी ओटीपी बेस्ड आधार, ई-केवाईसी और बायोमेट्रिक ई-केवाईसी by CSC and post office is mandatory enrollment in both scheme। ଯଦି ଆପଣ ଦୁଇଟା ମୂର୍ତ୍ତିରେ ମାନେ ଆପଣଙ୍କ କ୍ଷୁଦ୍ର କିମ୍ବା ଆପଣଙ୍କର ଯୋଉ ରହିଛି ଆପଣଙ୍କ ଭୂମିହୀନ ମାନଙ୍କ ପାଇଁ ତ ଦୁଇଟା ଯଦି ଆପଣମାନେ ଆପ୍ଲାଏ କରୁଛନ୍ତି ତାହେଲେ ଆପଣଙ୍କର ଇ-କେୱାଇସି ବେସ୍ଡ ମାନେ ଆପଣଙ୍କ ବାୟୋମେଟ୍ରିକ ଥିବା ଦରକାର, ଇ-କେୱାଇସି ଆପଣଙ୍କର ଥିବା ଦରକାର। ଆଉ କ'ଣ ଅଛି ନା ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ସିଡିଂ ଫଣ୍ଡସ୍ ଆପଣ ଡାଇରେକ୍ଟଲି ବ୍ୟାଙ୍କରୁ ଯେଉଁ ଆପଣଙ୍କୁ ଟ୍ରାନ୍ସଫର କରିବା ଯେଉଁ ପଇସାଟି ସେଥିରେ ଆପଣଙ୍କର ଆଧାର ଲିଙ୍କ ଥିବା ଦରକାର ଏବଂ ଏଲିଜିବିଲିଟି ଆପଣ ଥିବା ଦରକାର। ମାନେ ଯେଉଁଟାକି ଆପଣଙ୍କର କହୁଛନ୍ତି କି ଆଧାର ବେସ୍ଡ ଅନୁସାରେ ଆପଣ ଟଙ୍କା ପାଆନ୍ତି ସେ ଆଧାର ବେସ୍ଡ ଆପଣଙ୍କ ଥିବା ଦରକାର। ଆଉ କ'ଣ ଅଛି ରାସନ କାର୍ଡ ଆପଣଙ୍କ ପାଖରେ ଥିବା ଦରକାର। ଏମିତି ରାସନ କାର୍ଡ ଯୋଉଟା ଅଛି ରେସନ କାର୍ଡରେ ଆପଣଙ୍କର ଯଦି ଅଛି ତାହେଲେ ସେଥିରେ ଆପଣମାନେ ଟଙ୍କା ପାଇପାରିବେ। ଲ୍ୟାଣ୍ଡ ରେଜିଷ୍ଟର୍ଡ ଆପଣଙ୍କ ଜମିବାଡ଼ି ପଟ୍ଟା ଅଛି ସେଟା ଓଡ଼ିଶା ଭିତରେ ଥିବା ଦରକାର ଏବଂ ଆପଣମାନଙ୍କର ଏକ୍ଜିଷ୍ଟିଂ ଫାର୍ମର ରେଜିଷ୍ଟର ଲ୍ୟାଣ୍ଡ ପଛପଟେ ଆପଣଙ୍କ ଦେଖିବେ ଯାଇକି ଆପଣଙ୍କ ଜମିବାଡ଼ି କେତେ ଅଛି କେତେ ନାହିଁ ସେଟା ଆପଣମାନଙ୍କର ଟୋଟାଲ ଭଲ ଭାବରେ ଥିବା ଦରକାର, ଠିକ୍ ଅଛି। ମାନେ କ୍ଲିୟର ପାଉତି କାଟୁଛନ୍ତି ସବୁ ଜିନିଷ ଆପଣଙ୍କ କ୍ଲିୟର ଆସିଥିବା ଦରକାର। ଆଉ କ'ଣ ଅଛି ନା ଆପଣମାନଙ୍କର ୟୁନିକ୍ ମୋବାଇଲ ନମ୍ବର ଆପ୍ଲିକେସନ ମଷ୍ଟ ମାନେ ଆପଣଙ୍କର ମୋବାଇଲ ନମ୍ବରଟା ଅଲରେଡି ଆପଣଙ୍କ ସ୍କିମ୍ରେ ଚାଲୁ ହୋଇଥିବା ମୋବାଇଲ ନମ୍ବର ସେଟା ଆପଣଙ୍କର ଥିବା ଦରକାର। ଆଉ କ'ଣ ଅଛି ନା ଆମର ଯେଉଁ ଭୂମିହୀନ ଚାଷୀମାନେ ଯେଉଁମାନେ ଅଛନ୍ତି ତ ତାଙ୍କ ପାଇଁ ଏଇଟା ଅଛି କ'ଣ ଯଦି ଆପଣମାନେ ଜବ୍ କାର୍ଡ ଆପଣମାନଙ୍କ ପାଖରେ ଅଛି ତାହେଲେ ଆପଣମାନେ ଭୂମିହୀନଟା ଆପଣମାନେ ପକେଇ ପାରିବେ, ଯୋଉଟାକି ଆପଣଙ୍କର LAH ଅଛି ତ ସେଥିରେ ଆପଣମାନେ ପକେଇ ପାରିବେ। ଏଇଟା ହେଲା ତାର ଟୋଟାଲ ଡିଟେଲ୍ସ। ଯଦି ଆପଣଙ୍କ ପାଖରେ ଏଇସବୁ ଜିନିଷ ଅଛି ତାହେଲେ ଆପଣମାନେ ଭୂମିହୀନ ହଉ କିମ୍ବା ଚାଷୀ ହଉ ଆପଣ ସେ ଜିନିଷ ପକେଇ ପାରିବେ। ତାପରେ କ'ଣ କରିବେ ଏଇ ଡିକ୍ଲାରେସନ ଅଛି ଆପଣଙ୍କର ଏଇଠି ଏଇଟା ଆପଣଙ୍କ ଗୋଟେ ଛୋଟିଆ ଘର ଅଛି ଏଇଟା ଆପଣ ଠିକ୍ କରିଦେବେ ଏବଂ ପ୍ରୋସିଡିୟର ଆପଣ କ୍ଲିକ୍ କରିଦେବେ। ପ୍ରୋସିଡିୟର କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଠି ମାଗୁଛି ଆପଣମାନଙ୍କର ଏଇଠି ଆପ୍ଲିକେସନ ଆଧାର କାର୍ଡ ନମ୍ବର ମାଗୁଛି ଏଠି ଏବଂ ଏଣ୍ଟର କ୍ୟାପଚା ମାଗୁଛି ଆପଣମାନଙ୍କର। ଏଠି ଆପଣଙ୍କର ଆଧାର କାର୍ଡ ନମ୍ବର ଦେବାକୁ ପଡ଼ିବ ଏବଂ ଏଠି କ୍ୟାପଚା ଆପଣଙ୍କର ଦେବା ପାଇଁ ପଡ଼ିବ। ଯଦି ବି ଆପଣମାନେ ଯାଇକି ବି ପୁଣି CSC ସେଣ୍ଟର ମଧ୍ୟ କେନ୍ଦ୍ରରେ ଆପଣ ଆପ୍ଲାଏ କରୁଛନ୍ତି ତାହେଲେ ଆପଣମାନେ ମଧ୍ୟ ଫିଙ୍ଗରପ୍ରିଣ୍ଟ ମାଧ୍ୟମ ଦେଇକି ଆପଣମାନେ କରିପାରିବେ, ଠିକ୍ ଅଛି। ଦେଖନ୍ତୁ ମୋ ଆଧାର କାର୍ଡ ନମ୍ବର ଦେଇଛି। ଏତିକି ଦେଇସାରିଲା ପରେ ଆପଣ ଯଦି ଗେଟ୍ ଓଟିପି ଅଛି ଏଇ ଗେଟ୍ ଓଟିପିକୁ ଆପଣମାନେ କ୍ଲିକ୍ କରିଦେବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କର ଯେଉଁ ମୋବାଇଲ ନମ୍ବରଟି ଅଛି ସେଟା ଆପଣଙ୍କର ଗୋଟେ ଓଟିପି ଯିବ ଯୋଉଟାକି ଆପଣଙ୍କର ଆଧାର କାର୍ଡ ସଙ୍ଗରେ ଆପଣଙ୍କର ଏଡ୍ ଥିବ। ତ ପୁଣି ଆଉଥରେ ଟିକେ ଆପଣଙ୍କ ମୋବାଇଲ ନମ୍ବର ମାଗୁଛି ଏଠି ସେଇଟା ଆପଣ ମୋବାଇଲ ନମ୍ବର ଆପଣ ଦେଇଦେବେ। ମୋବାଇଲ ନମ୍ବର ଦେଇ ସାରିଲା ପରେ ଆପଣଙ୍କୁ ପୁଣି ଆଉଥରେ ଗୋଟେ ଓଟିପି ମାଗିବ ଯୋଉଟାକି ଆପଣଙ୍କର ମୋବାଇଲ ନମ୍ବରକୁ ହିଁ ଯିବ, ଠିକ୍ ଅଛି। ଏଇଟା ଆପଣ ମୋବାଇଲ ନମ୍ବର ଦେଇଦେବେ ତାପରେ ଆପଣଙ୍କର ଓଟିପି ଏଠି ଯିବ।
ତ ଦେଖିପାରୁଥିବେ ଏଇଟା ଆପଣଙ୍କର ଓଟିପି ପଳେଇ ଆସିଛି ଏବଂ ଭେରିଫାଏ ଉପରେ ଆପଣ କ୍ଲିକ୍ କରିଦେବେ। ଭେରିଫାଏ ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଇଟା ଆପଣଙ୍କର ଟୋଟାଲ ଆଧାର କାର୍ଡ ନମ୍ବର ଏଠି ବାହାରି ଆସୁଛି, ମୋବାଇଲ ନମ୍ବର ବାହାରି ଆସୁଛି ଏବଂ ଫାର୍ମାର ଟାଇପ୍ ର ଫୋନ ଅଛନ୍ତି ଏଠି। ଯଦି ଆପଣମାନେ କ୍ଷୁଦ୍ର ପକାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଏସ୍ଏମ୍ଏସ୍ କ୍ଲିକ୍ କରିବା ପାଇଁ ପଡ଼ିବ। ଯଦି ଆପଣମାନେ ଲ୍ୟାଣ୍ଡଲେସ୍ ଉପରେ ପକାଉଛନ୍ତି ଭୂମିହୀନ ହିସାବରେ ସେଇଟା ଆପଣଙ୍କୁ LAH ଉପରେ କ୍ଲିକ୍ କରିବା ପାଇଁ ପଡ଼ିବ ଏବଂ ଆପଣଙ୍କର ଯୋଉ ରୁରାଲ ଅଛି ଅର୍ବାନ ଅଛି ତ ଏଇ ଦିଟାକୁ ଆପଣମାନେ ଭୂମିହୀନ ଚାଷୀମାନେ ସେଠି ଆପଣମାନେ ରୁରାଲ ଉପରେ କ୍ଲିକ୍ କରି ପାରିବେ। ଠିକ୍ ଅଛି। ତାପରେ ଏଇଟା ଆପଣଙ୍କର ଭେରିଫାଏ ଆପଣଙ୍କର ଯୋଉ ଲେଖା ହେଇଛି ଗୋଟେ ଦେଖନ୍ତୁ ବ୍ୟାଙ୍କ ଭେରିଫାଏ ମାନେ ଆପଣଙ୍କ ବ୍ଲକ ବ୍ୟାଙ୍କରେ ଆପଣଙ୍କର ଥିବ ଇକେୱାଇସି ଥିବ ଏବଂ ଡେବିଟ୍ ଲିଙ୍କ ଥିବ ସେଇଟା ଅଟୋମେଟିକ୍ ସେଇଠି ଭେରିଫାଏ କରିଦେଇକି ଡନ୍ କରିଦେବ। ତାପରେ ଆପଣ ଏଠି ପ୍ରୋସିଡ୍ ଉପରେ ଅଛି ଆପଣଙ୍କର ଏଠି ପ୍ରୋସିଡ୍ ଉପରେ ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କରିସାରିଲା ପରେ ସିଏ ତାପରେ ନେକ୍ସଟ ଆପଣଙ୍କୁ ସେ ପଳେଇଯିବ। ତାପରେ ଆପଣଙ୍କୁ ବତେଇଉଛି ଆପଣଙ୍କୁ ଯୋଉଟାକି ଆପଣଙ୍କୁ ଦେଖିବା ପାଇଁ ସମ୍ଭବ ହଉନି ମୁଁ ଆପଣଙ୍କୁ ଡିଟେଲ୍ସରେ ବତେଇ ଦଉଛି। ତାପରେ ଆପଣଙ୍କୁ ଗଲା ପରେ ଆପଣଙ୍କର ସେଇଠି ମାଗିବ ଆପଣଙ୍କ ଜବ୍ କାର୍ଡ ମାଗିବ। ଠିକ୍ ଅଛି। ଆପଣଙ୍କ ଡିଟେଲ୍ସ ଏଣ୍ଟର ମାରିବ ତାପରେ ଆପଣଙ୍କୁ ଜବ୍ କାର୍ଡ ମାଗିବ। ତ ଜବ୍ କାର୍ଡ ଆପଣଙ୍କ ଗୋଟେ PDF ଥିବ ସେ PDF ଆପଣ ଡାଉନଲୋଡ୍ କଲା ପରେ ସବମିଟ୍ ଉପରେ ଆପଣଙ୍କୁ ଲେଖା ଆସିଥିବ ସେ ସବମିଟ୍ ଉପରେ ଆପଣମାନେ କ୍ଲିକ୍ କରିଦେବେ। ଠିକ୍ ଅଛି। ତ ସବମିଟ୍ ଉପରେ କ୍ଲିକ୍ କରିସାରିଲା ପରେ ଆପଣଙ୍କର ଆଉ ଥରେ ସିଏ ଆପଣଙ୍କୁ ସିଓର ବୋଲି ମାଗିବ ଯୋଉଟାକି ଆପଣ ରିଚେକ୍ କରିବା ପାଇଁ ଉପରେ କହିବ। ରିଚେକ୍ କରିକି ଆପଣମାନେ ଆଉ ଥରେ କରିପାରିବେ ଏବଂ ଆପଣଙ୍କର ଯାହା ବି ଭୁଲଭାଲ ଥିବ ସେଟା ଆପଣଙ୍କର ଫିଲ୍ଅପ୍ କରିଦେବେ। ତାପରେ ଆପଣ ସବମିଟ୍ ଉପରେ ଆଉ ଥରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କର ସେ ଦେଖେଇଦେବ ଆପଣଙ୍କ ଟୋକନ ନମ୍ବର ଦେଖେଇଦେବ, ଫାର୍ମର ଆଇଡି ଆପଣଙ୍କୁ ଦେଖେଇଦେବ। ଦେଖେଇ ସାରିଲା ପରେ ଆପଣମାନେ ସେଥିରେ ଆପଣଙ୍କର ଯାହା ବି ଜିନିଷ ଥିବ ଆପଣଙ୍କର ସବୁ ଜିନିଷ ଜାଣିପାରିବେ। ତାପରେ ଆପଣ କଣ କରିବେ ନା ସେଟା ଆପଣଙ୍କୁ ଅଲରେଡି ଆପ୍ଲାଏ ହେଇଗଲା। ତାପରେ ଆପଣ କଣ କରିବେ ନା ଏଟାକୁ ଆପଣମାନେ ସ୍ଥିତି ଯାଞ୍ଚ କରିବେ। ମାନେ ଆପଣ ଆପ୍ଲାଏ କରିସାରିଲା ପରେ ଆପଣଙ୍କ ଠିକ୍ ଠାକ୍ ଅଛି କି ନାହିଁ ଆପଣ ସ୍ଥିତି ଯାଞ୍ଚ କରିବେ। କେମିତି କରିବେ ନା ସେମ୍ ପ୍ରୋସେସ୍ ଆପଣଙ୍କ ସିଏମ୍ କିଷାନ ଓଡ଼ିଶା ପୋର୍ଟାଲକୁ ଯିବା ପାଇଁ ପଡ଼ିବ ଏବଂ ଆପଣଙ୍କର ଏଠି ହାଲକା ସ୍କ୍ରୋଲ କଲା ପରେ ଦେଖନ୍ତୁ ଏଠି ଲେଖା ହେଇଛି ଆପଣଙ୍କର କଣ ନା ସ୍ଥିତି ଯାଞ୍ଚ କଣ ଲେଖା ହେଇଛି। ତ ସ୍ଥିତି ଯାଞ୍ଚ କରିସାରିଲା ପରେ ଏଠି ଆପଣଙ୍କର ଆଧାର କାର୍ଡ ନମ୍ବର ଦେବେ, ଟୋକନ ନମ୍ବର ଯୋଉ ପାଇଥିବେ ସେ ଟୋକନ ନମ୍ବର ଆପଣ ଦେବେ ଏଠି। ଏଠି ଆପଣଙ୍କର କ୍ୟାପଚା ନମ୍ବର ଦେବେ ଏଠି ଆପଣଙ୍କର ଏବଂ କ୍ୟାପଚା ନମ୍ବର ଦେଇ ସାରିଲା ପରେ ଆପଣମାନେ ଏଠି ସବମିଟ୍ ଉପରେ ଶୋ ଉପରେ ଅଛି ଦେଇଛି ଶୋ ଉପରେ ଆପଣ କ୍ଲିକ୍ କରିଦେବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କର ଟୋଟାଲ ଡିଟେଲ୍ସ ବାହାରି ଆସିବ ଆପଣଙ୍କର ଏଲିଜିବଲ ଅଛନ୍ତି ନାହିଁ କିମ୍ବା ଆପଣଙ୍କ ଷ୍ଟାଟସ୍ ଠିକଠାକ ଅଛି ନାହିଁ ଟୋଟାଲ ଡିଟେଲ୍ସ ଆପଣଙ୍କର ବାହାରି ଆସିବ। ତ ଏଇଟା ଥିଲା ଆପଣଙ୍କର ଭୂମିହୀନ ଚାଷୀ ଯୋଉମାନେ ଅଛନ୍ତି ତ ସେମାନଙ୍କ ପାଇଁ। ରୁରାଲ ଚାଷୀ ମାନେ ଆପଣଙ୍କର ଯୋଉମାନେ କ୍ଷୁଦ୍ର ଚାଷୀ ଅଛନ୍ତି ସେମାନେ ସେମ୍ ପ୍ରୋସେସରେ ଆପଣ କରିପାରିବେ କିନ୍ତୁ ତାଙ୍କର ଜଏଣ୍ଟ ଉପରେ ଟିକେ ଆବଶ୍ୟକ ଅଛି। ତ ସେଥିରେ ଆପଣମାନେ ଟୋଟାଲ ଡିଟେଲ୍ସ କରିପାରିବେ। ଠିକ୍ ଅଛି। ତ ଏଇଟା ଥିଲା ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଅପଡେଟ୍। ଆଶା କରିବି ଭିଡ଼ିଓଟା ଆପଣଙ୍କୁ ବହୁତ ଭଲ ଲାଗିବ। ଯଦି ଭଲ ଲାଗିଥିବ ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲନ୍ତୁ ନାହିଁ।